ମଧ୍ୟାହ୍ନ ଭୋଜନ ଚାଉଳରେ କୋଟି କୋଟି ଟଙ୍କାର ଦୁର୍ନୀତି। କେନ୍ଦୁଝର ଜିଲ୍ଲାର 13 ଗୋଟି ବ୍ଲକରେ ଥିବା 2410ଟି ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚାଉଳରୁ ପାଖାପାଖି 70,000 କ୍ୱିଣ୍ଟାଲ ଚାଉଳ ଏବଂ ପାଖାପାଖି 20 କୋଟି ଟଙ୍କା ମୂଲ୍ୟର ଚାଉଳ ହରିଲୁଟ ହୋଇଥିବାର ସ୍ପଷ୍ଟ ଜଣାପଡୁଛି। 2017 ମସିହାରୁ ଅଦ୍ୟାବଧି ଏହି ଠିକାଦାର ଏହି ଦୁର୍ନୀତିରେ ଲିପ୍ତ ଅଛନ୍ତି। 2025 ମସିହାରେ ଏହି ଠିକାଦାରଙ୍କ ସହିତ ହୋଇଥିବା ଚୁକ୍ତିନାମାର ସମୟ ସରିଯାଇଥିଲେ ମଧ୍ୟ ଏହାର ଟେଣ୍ଡର କରାନଯାଇ ଏହି ଦୁର୍ନୀତିଗ୍ରସ୍ତ ଠିକାଦାରଙ୍କ ପ୍ରତି ଜିଲ୍ଲା ପ୍ରଶାସନ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିବା ଜିଲ୍ଲାବାସୀଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଜିଲ୍ଲାର 4 ବିଧାୟକ ଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରି ଦୋଷୀ ଠିକାଦାର ଏବଂ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। କେନ୍ଦୁଝର ଜିଲ୍ଲାର ଲୋକପ୍ରିୟ ନେତା ତଥା ଓଡ଼ିଶାବାସୀଙ୍କର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ଜିଲ୍ଲାର ଅବସ୍ଥା ଯଦି ଏପରି ହେବ ତାହେଲେ ଅନ୍ୟ ଜିଲ୍ଲାର ଅବସ୍ଥା ଆହୁରି ଦୁର୍ନୀତିର କାୟାବିସ୍ତାର କରିବା ସ୍ୱାଭାବିକ। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ହୃଦୟଙ୍ଗମ କରି ଓଡ଼ିଶାବାସୀଙ୍କ ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲାର ଜିଲ୍ଲାପାଳ ଏହାକୁ ଭିଜିଲାନ୍ସ ତଦନ୍ତ କରିବାକୁ ଅନୁମତି ଦେଇ ଦୁର୍ନୀତିଗ୍ରସ୍ତ ଠିକାଦାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାର ବୁଦ୍ଧିଜୀବୀମାନେ ଦୃଢ଼ ଦାବି କରିଛନ୍ତି। କେନ୍ଦୁଝର ଜିଲ୍ଲା ପ୍ରତିନିଧି ମଗନ କୁମାର ମଲ୍ଲିକଙ୍କ ରିପୋର୍ଟ, ଚକ୍ରବ୍ୟୁହ ନ୍ୟୁଜ୍। ସତ୍ୟଜିତ ମିଶ୍ର କେନ୍ଦୁଝର ସହରର ଜଣେ ବୁଦ୍ଧିଜୀବୀ। ବ୍ୟାପକ ପରିମାଣରେ ମଧ୍ୟାହ୍ନ ଚାଉଳର ହରିଲୁଟ ହୋଇଛି ତାହା ସ୍ପଷ୍ଟ ଭାବରେ ଜଣାପଡ଼ୁଛି, ତାହା ଅନୁମୟ ହେଉଛି। ଯଦି ଆମେ ସମୀକ୍ଷା କରିବା 2017 ମସିହାରୁ 25 ମସିହା ପର୍ଯ୍ୟନ୍ତ, ତେବେ କେବଳ ଯେ ଝୁମ୍ପୁରା ବ୍ଲକରେ ତାହା ନୁହେଁ, ଜିଲ୍ଲାର 13ଟି ବ୍ଲକରେ ପାଖାପାଖି 60-70 ହଜାର କ୍ୱିଣ୍ଟାଲ ଚାଉଳ ଏବଂ ପାଖାପାଖି 20 ଟଙ୍କାର ଚାଉଳ 20 କୋଟି ଟଙ୍କାର ମୂଲ୍ୟର ଚାଉଳ ଆତ୍ମସାତ ହୋଇଛି। ଆମେ ନିଶ୍ଚିତ ଭାବରେ ଦାବି କରୁଛୁ ଠିକାଦାର ଏବଂ ଅଧିକାରୀ ଦୋଷୀକୁ ତୁରନ୍ତ ଚିହ୍ନଟ କରାଯାଉ ଏବଂ ନିରପେକ୍ଷ ପରେ ତଦନ୍ତ ହେବା ଦରକାର ଏବଂ ଦୋଷୀକୁ ଉପଯୁକ୍ତ ଦଣ୍ଡବିଧାନ କରାଯାଉ। ଜିଲ୍ଲାର 4 ଜଣ ବିଧାୟକ ଜିଲ୍ଲା ପ୍ରଶାସନକୁ ଚିଠି ଲେଖି ଜଣାଇଛନ୍ତି, ତା ସତ୍ତ୍ୱେ ମଧ୍ୟ ଏବଂ ଜିଲ୍ଲା ପ୍ରଶାସନ ତାହାକୁ ଅଣଦେଖା କରୁଛି। 2025 ମସିହାରେ ତାଙ୍କର ଏଗ୍ରିମେଣ୍ଟ ସରିଲା ପରେ ମଧ୍ୟ ତାକୁ ଟେଣ୍ଡର ନ କରାଯାଇ ଯେଉଁ ପ୍ରକାର ତାଙ୍କୁ ପୁଣି ଅହେତୁକ ଅନୁକମ୍ପା ଦେଖାଯାଇଛି, ନା ନିଶ୍ଚିତ ଭାବରେ ତଦନ୍ତ ସାପେକ୍ଷ ଭାବରେ ଦୁଃଖ ଏବଂ ଅସନ୍ତୋଷର ବିଷୟ। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ବେଳେ ଏପରି ପ୍ରକାର ହରିଲୁଟ ଘଟଲା ନିଶ୍ଚିତ ଭାବରେ ଜିଲ୍ଲାବାସୀଙ୍କୁ ବ୍ୟଥିତ କରି, ଯଦି ଆମ ଜିଲ୍ଲାରେ ଏମିତି ହେବ, ଯଦି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା, ତାହେଲେ ଅନ୍ୟ ଜିଲ୍ଲାରେ କ'ଣ ହେଉଥିବ। ଆମେ ଦାବି କରୁଛୁ ଭିଜିଲାନ୍ସ ତଦନ୍ତ କରାଯାଉ ଏବଂ ଦୋଷୀକୁ ଚିହ୍ନଟ କରାଯାଉ, ତାକୁ ଉପଯୁକ୍ତ ଦଣ୍ଡବିଧାନ ମଧ୍ୟ କରାଯାଉ। ଯେଉଁ ଟାଇପ୍ର ଚାଉଳର ହରିଲୁଟ ହୋଇଛି, ଯେଉଁ ଘୋଟାଲା କରାଯାଇଛି।